दर्शक बंधु मु रुचि आपणको स्वागत करुच्ची आउ एक नूतन वीडियो को कौन आपण माने जानिछंती सूर्यदेव को केउ प्रकार जल चढ़ा जाए केउ प्रकार जल चढ़ा जाए नहीं केउ प्रकार जल चढ़ेबा द्वारा कौन सबु असुविधा होता है। भगवान श्रीकृष्ण कहिले सूर्यदेव को एही जल चढ़ाइबा द्वारा मनुष्यर आयु कम हो जाए थाए। आसंतु जानिबा ସେହି ପୌରାଣିକ ସତ୍ୟତାର ବିସ୍ତୃତ ରୂପରେ। ସାଙ୍ଗମାନେ ଗୋଟିଏ ଥର ଦେବଶ୍ରୀ ନାରଦ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଆସିଲେ ଏବଂ ତାଙ୍କୁ ପଚାରିବାକୁ ଲାଗିଲେ, ହେ ପ୍ରଭୁ, ସୂର୍ଯ୍ୟଦେବଙ୍କୁ ଜଳ ଦେବାର କ'ଣ ମହତ୍ଵ ରହିଛି ଓ ସୂର୍ଯ୍ୟଦେବଙ୍କୁ କାହିଁକି ଜଳ ଦିଆଯାଏ? ସୂର୍ଯ୍ୟଦେବଙ୍କୁ ଜଳ ଦେବା ଦ୍ୱାରା କ'ଣ ଫଳ ମିଳିଥାଏ? ତାହା ସୂର୍ଯ୍ୟଙ୍କୁ ଜଳ ଦେବାର ସର୍ବୋତ୍ତମ ବିଧି କ'ଣ ଅଟେ? ସମସ୍ତ କଥା ଶୁଣିବା ପରେ ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବଶ୍ରୀ, ଆପଣ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଉଚିତ ପ୍ରଶ୍ନ ପଚାରିଛନ୍ତି। ସୂର୍ଯ୍ୟଦେବଙ୍କର ଉପାସନା ଅତ୍ୟନ୍ତ ଶୁଭ ଏବଂ ଫଳଦାୟୀ ଅଟେ। ପ୍ରତ୍ୟେକ ମନୁଷ୍ୟକୁ ସୂର୍ଯ୍ୟଙ୍କୁ ଜଳ ଦେବା ଦ୍ୱାରା ଉଚିତ। ହେ ଦେବଶ୍ରୀ, ମୁଁ ଆପଣଙ୍କୁ ଏକ ପବିତ୍ର କଥା ଶୁଣାଉଛି, ଯାହାଦ୍ୱାରା ଆପଣଙ୍କର ସବୁ ଦ୍ୱିଧା ସମାପ୍ତ ହୋଇଯିବ ଏବଂ ଆପଣଙ୍କୁ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ଯିଏ ବି ଏହି କଥାଟିକୁ ଶ୍ରବଣ କରିବ ତାକୁ 100 ବର୍ଷ ଯାଏ ସୂର୍ଯ୍ୟଦେବଙ୍କୁ ଜଳ ଦେବାର ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆପଣ ଏହି କଥାଟି ସମ୍ପୂର୍ଣ୍ଣ ଧ୍ୟାନର ସହିତ ଶୁଣନ୍ତୁ। ସାଙ୍ଗମାନେ, ଭଗବାନ ଶ୍ରୀକୃଷ୍ଣ ସୂର୍ଯ୍ୟଦେବଙ୍କ ମହିମା ବର୍ଣ୍ଣନା କରିବା ପାଇଁ ଦେବଶ୍ରୀ ନାରଦଙ୍କୁ ଏକ ପବିତ୍ର କଥା ଶୁଣାଇବା ଆରମ୍ଭ କଲେ। ଏହି କଥାରେ ସୂର୍ଯ୍ୟଙ୍କୁ ଜଳ ଦେବାର ଉଚିତ ବିଧି ଏବଂ ଅତ୍ୟନ୍ତ ଶକ୍ତିଶାଳୀ ସୂର୍ଯ୍ୟଦେବଙ୍କ ମନ୍ତ୍ର ବିଷୟରେ ଜାଣିବା। ସେଥିପାଇଁ ଆପଣମାନେ ମଧ୍ୟ ଏହି କଥାଟିକୁ ଅତି ଧ୍ୟାନର ସହ ନିଶ୍ଚୟ ଶୁଣନ୍ତୁ। ଏହି କଥାଟିକୁ ଶୁଣିବା ମାତ୍ରେ ଆପଣଙ୍କୁ ମଧ୍ୟ ସୂର୍ଯ୍ୟଦେବଙ୍କୁ ଜଳ ଦେବାର ଫଳ ପ୍ରାପ୍ତ ହେବା ସହିତ ଭଗବାନଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ। ଆସନ୍ତୁ ଆରମ୍ଭ କରିବା ଏହି ପବିତ୍ର କଥାଟିକୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ଦେବଶ୍ରୀ ନାରଦ, ପ୍ରାଚୀନ କାଳରେ ଗୋଟିଏ ନଗରୀ ଥିଲା। ସେହି ନଗରୀରେ ମନୋହର ନାମକ ବ୍ରାହ୍ମଣ ନିଜ ପତ୍ନୀ ମାୟାବତୀଙ୍କୁ ସହ ବାସ କରୁଥିଲା। ମନୋହର ଶାସ୍ତ୍ର ଜ୍ଞାନରେ ପାରଙ୍ଗମ ଥିଲେ, କିନ୍ତୁ ସେ ନିଜର ଜ୍ଞାନର କେବେ ବି ସଦୁପଯୋଗ କରୁନଥିଲେ। ସେ ତାଙ୍କ ଜ୍ଞାନର ଉପଯୋଗ କେବଳ ଧନ ଉପାର୍ଜନ ପାଇଁ କରୁଥିଲେ। ମନୋହର ନିଜ ଜୀବନରେ କେବେ ଦାନ ଧର୍ମ କରିନଥିଲେ, କେବେ ବି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରୁନଥିଲେ। ସେ ଅତ୍ୟନ୍ତ ସ୍ୱାର୍ଥପର ଓ ଅହଂକାରୀ ସ୍ୱଭାବର ଲୋକ ଥିଲେ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବଶ୍ରୀ, ଗୋଟିଏ ଥର ମନୋହର ବନରେ ଯିବା ସମୟରେ ତାଙ୍କୁ ଏକ ବିଷଧର ସର୍ପ କାମୁଡ଼ି ଦେଲା, ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଗଲା। ମୃତ୍ୟୁ ପରେ ମନୋହରକୁ ଯମଦୂତ ଯମପୁରକୁ ନେଇଗଲେ। ସେଠାରେ ଯମରାଜ ମନୋହର ପାପ ଏବଂ ପୁଣ୍ୟର ମୂଲ୍ୟାଙ୍କନ କଲେ ଏବଂ ମନୋହରକୁ ନର୍କକୁ ପଠାଇଦେଲେ। ମନୋହର ଅନେକ ବର୍ଷ ଯାଏ ନର୍କରେ ସଜା ଭୋଗୁଥିଲା ଏବଂ ତାପରେ ପ୍ରାୟଶ୍ଚିତ କରିବା ପାଇଁ ପୁଣି ଥରେ ମନୁଷ୍ୟ ଜନ୍ମ ପ୍ରାପ୍ତି କଲା। ମନୋହରର ଦ୍ୱିତୀୟ ଜନ୍ମ ଏକ ଗରିବ ଶୂଦ୍ର ଘରେ ହେଲା ଏବଂ ଦ୍ୱିତୀୟ ଜନ୍ମ ଅତ୍ୟନ୍ତ ଦୁଃଖ ଭୋଗିବାକୁ ପଡ଼ିଲା। ସେ ସେଠାରେ ବଡ଼ ହେବା ପରେ ତାଙ୍କ ବାପା ତାଙ୍କ ବିବାହ ଏକ ଗରିବ ଯୁବତୀ ସହିତ କରାଇ ଦେଇଥିଲେ ଏବଂ ସେ ତାର ସ୍ତ୍ରୀ ସହିତ ବନରେ ଏକ କୁଡ଼ିଆ ରହିବାରେ ଲାଗିଲା। ବିବାହର ଅନେକ ବର୍ଷ ପରେ ବି ମନୋହର ବା ସେ ଶୂଦ୍ର କୌଣସି ସନ୍ତାନ ନାହିଁ। ସେଥିପାଇଁ ଆହୁରି ବି ଅଧିକ ଦୁଃଖ ହେବାକୁ ଲାଗିଲା। କିନ୍ତୁ ଏତିକିରେ ତାର ଦୁଃଖ ସମାପ୍ତ ହେଲା ନାହିଁ। କିଛି ବର୍ଷ ପରେ ଦୈବ ଯୋଗରେ ତାର ଶରୀରରେ ଏକ ଭୟଙ୍କର ରୋଗ ଉତ୍ପନ୍ନ ହେଲା ଏବଂ ସେ ଭୟଙ୍କର କୁଷ୍ଠ ରୋଗରେ ପୀଡ଼ିତ ହେଲା। ତାର ଶରୀରରେ ଅଗଣିତ କ୍ଷତ ସୃଷ୍ଟି ହେଲା ଆଉ ସେଠାରୁ ପୂଜ ପାଣି ବାହାରିବାକୁ ଲାଗିଲା ଏବଂ ଶୂଦ୍ର କୌଣସି ପ୍ରକାର କାମ କରି ପାରୁନଥିଲେ ଏବଂ ଦିନସାରା ଘରେ ପଡ଼ି ରହୁଥିଲା। ତାର ସ୍ତ୍ରୀ ଜଣେ ପତିବ୍ରତା ନାରୀ ଥିଲେ। ତାଙ୍କ ସ୍ୱାମୀଙ୍କ କୁଷ୍ଠରୋଗ ହେଲା ପରେ ବି ସେ ତାଙ୍କ ପାଇଁ ସ୍ୱାମୀକୁ ଛାଡ଼ି ଯାଇନଥିଲେ ଏବଂ ନିଜ ସ୍ୱାମୀଙ୍କର ନିତ୍ୟ ସେବା କରୁଥିଲେ। ସେ ତାର ସ୍ୱାମୀଙ୍କୁ ହିଁ ପରମେଶ୍ୱର ମାନି ତାର ପୂଜା କରୁଥିଲା ଏବଂ ତାର ସ୍ୱାମୀ ପାଇଁ ଭୋଜନ ବ୍ୟବସ୍ଥା କରୁଥିଲା। ସେହି ଶୂଦ୍ର ବହୁତ ଥର ମନ ଭିତରେ ଚିନ୍ତା କରୁଥାଏ କି
କେଉଁ ଜନ୍ମର ପାପ ହେତୁ ମୋତେ କୁଷ୍ଠରୋଗର ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ଏହିଭଳି ସବୁବେଳେ ଚିନ୍ତା କରି ସେ ସବୁବେଳେ ନିରାଶ ଓ ଉଦାସ ହେବାକୁ ଲାଗିଲା। ଗୋଟିଏ ଦିନ ତାର ଘରକୁ ଜଣେ ସାଧୁ ମହାତ୍ମା ଆସିଲେ। ସେ ଶୂଦ୍ରର ସ୍ତ୍ରୀକୁ ସେ ସାଧୁ ମହାତ୍ମା ବହୁତ ସେବା କରାଇବାକୁ ଲାଗିଲେ। ଯେଉଁଥିରେ ପ୍ରସନ୍ନ ହେଇ ସେ ଶୂଦ୍ର ସ୍ତ୍ରୀକୁ ବର ମାଗିବା ପାଇଁ କହିଲେ ଏବଂ ସେ କୁଷ୍ଠରୋଗର ସ୍ତ୍ରୀ କହିଲା, ହେ ମହାତ୍ମା, ମୋ ପାଇଁ ମୋ ସ୍ୱାମୀ ହିଁ ସର୍ବସ୍ୱ ଅଟନ୍ତି। ଅର୍ଥାତ୍ ଆପଣଙ୍କୁ ବିନତି କରୁଛି କି ମୋ ସ୍ୱାମୀଙ୍କୁ ଠିକ୍ କରି ପୂର୍ବ ଭଳି ନିରୋଗୀ କରିଦିଅନ୍ତୁ। ଏହା ଶୁଣି ସାଧୁ ମହାତ୍ମା କହିଲେ, ଏ ରୋଗ ତ ମୋ ସ୍ୱାମୀଙ୍କୁ ତାଙ୍କର ପୂର୍ବଜନ୍ମର କାରଣ ପାଇଁ ପ୍ରାପ୍ତ ହୋଇଛି। ଏହା ବିଧିର ବିଧାନ ଅଟେ। ମୁଁ ଏଥିରେ ହସ୍ତକ୍ଷେପ କରିପାରିବି ନାହିଁ। ଈଶ୍ୱର ମନୁଷ୍ୟକୁ ତାର ପାପ କର୍ମର ଦଣ୍ଡ ନିଶ୍ଚିତ ରୂପେ ଦେଇଥାନ୍ତି। ତେଣୁ କେହି ବି ଏଥିରେ ବାଦ୍ ପଡ଼ିବେ ନାହିଁ। କିନ୍ତୁ ମୁଁ ତୁମକୁ ଏହାର ଉପାୟ କହିପାରିବି। ଏ ରୋଗରୁ ବଞ୍ଚିବା ପାଇଁ ଏଥିପାଇଁ କେବଳ ଗୋଟିଏ ଉପାୟ ଅଛି। ତମେ ତୁମ ନିଜ ସ୍ୱାମୀକୁ ନେଇ ସୂର୍ଯ୍ୟଦେବଙ୍କ ଶରଣକୁ ଯାଅ ଏବଂ ସୂର୍ଯ୍ୟଦେବଙ୍କୁ ନିତ୍ୟ ଉପାସନା କର। ସୂର୍ଯ୍ୟଦେବଙ୍କ କୃପାରୁ ତମର ସ୍ୱାମୀ କୁଷ୍ଠରୋଗରୁ ନିଶ୍ଚୟ ମୁକ୍ତି ମିଳିଯିବ ଏବଂ ତାଙ୍କୁ କାମଦେବ ସମାନ ରୂପରେ ପ୍ରାପ୍ତ ହୋଇଯିବ। ପୁଣି ସେ ସାଧୁ ମହାତ୍ମା ତାଙ୍କ ସ୍ତ୍ରୀଙ୍କୁ ସୂର୍ଯ୍ୟଦେବଙ୍କର ଉପାସନା ବିଧି ବିଷୟରେ କହିଲେ। ସେ ବିଧିକୁ ଜାଣିବା ପରେ ସେ କୁଷ୍ଠରୋଗୀ ସ୍ତ୍ରୀ ନିଜ ସ୍ୱାମୀଙ୍କ ସାଥିରେ ମିଶି ସମ୍ପୂର୍ଣ୍ଣ ନିଷ୍ଠା ଓ ଶ୍ରଦ୍ଧାର ସହିତ ସୂର୍ଯ୍ୟଦେବଙ୍କର ପୂଜା ଓ ଉପାସନା କଲେ। ଏହା ଦେଖୁ ଦେଖୁ ତାର ସ୍ୱାମୀ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ ଏବଂ ସେ କୁଷ୍ଠରୋଗରୁ ପୂରାପୂରି ମୁକ୍ତି ପାଇଲେ। ଏବେ ସୂର୍ଯ୍ୟଦେବଙ୍କ କୃପାରୁ ସୁନ୍ଦର ରୂପ, ବଳବାନ ଶରୀର ଥିବା ଧନ ସମ୍ପତ୍ତିର ପ୍ରାପ୍ତ ହେଲା ଏବଂ ସେ ଶୂଦ୍ର ବହୁତ ଧନବାନ ହୋଇଗଲେ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବଶ୍ରୀ ନାରଦ, ଏବେ ମୁଁ ତୁମକୁ ସୂର୍ଯ୍ୟଦେବଙ୍କ ପ୍ରସନ୍ନ କରିବାର ବିଧି ଓ ମନ୍ତ୍ର ବିଷୟରେ କହୁଛି, ଯାହାକୁ କରିବା ଦ୍ୱାରା ମନୁଷ୍ୟର ସବୁ ରୋଗ ନଷ୍ଟ ହୋଇଯାଏ। ସେ ମନୁଷ୍ୟକୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ପ୍ରଭୁ ଶ୍ରୀକୃଷ୍ଣ କହିଲେ, ହେ ନାରଦ, ପ୍ରତ୍ୟେକ ଦିନ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଉଥିବା ଏକ ନିୟମ ଅଟେ, ଯାହା ମନୁଷ୍ୟ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣିଥାଏ। ସୂର୍ଯ୍ୟ ଶକ୍ତି ଏତେ ଅଲୌକିକ ଅଟେ କି ଏହାର ବିନା ସମଗ୍ର ଧରିତ୍ରୀ ମାତାରେ ଧ୍ୱଂସ ବିଧ୍ୱଂସ ହୋଇଯାଇପାରେ। ସୂର୍ଯ୍ୟଦେବ ପ୍ରକାଶ, ସକାରାତ୍ମକ, ଇନ୍ଦ୍ରିୟ ସଂଯମତା, ଶକ୍ତି ଆଦିର ଦେବତା ଅଟେ। ସୂର୍ଯ୍ୟଦେବଙ୍କୁ କେବଳ ଜଳ ଢାଳିବା ଦ୍ୱାରା ତାଙ୍କୁ ସଙ୍କଟ ଦୂର ଯାଇପାରିବ। ସଂସାର ସମସ୍ତ ସଙ୍କଟ ଉପାୟ ସୂର୍ଯ୍ୟଦେବଙ୍କ ପାଖରେ ଅଛି। ସୂର୍ଯ୍ୟଦେବଙ୍କ ଉପାସନା କରିବା ଦ୍ୱାରା ଆତ୍ମା ଶୁଦ୍ଧ ହୋଇଥାଏ, ମନୋବଳ ଦୃଢ଼ ହୋଇଥାଏ। ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟଙ୍କ କିରଣରେ ବାତାବରଣ ପବିତ୍ର ଓ ସକାରାତ୍ମକ ହୋଇଥାଏ। ଯଦି ପ୍ରତିଦିନ ସ୍ନାନ କରି ସୂର୍ଯ୍ୟଙ୍କୁ ମନ୍ତ୍ର ଉଚ୍ଚାରଣ କରି ଜଳ ଚଢ଼ାଇବା, ତାହେଲେ ଏହାର ଅନେକ ଫଳ ମିଳିଥାଏ। ଜାତକରେ ଅନ୍ୟ ଗ୍ରହମାନଙ୍କ ଭଳି ସୂର୍ଯ୍ୟଙ୍କର ଶୁଭ ଅଶୁଭ ସ୍ଥିତି ରହିବା ଦ୍ୱାରା ଜୀବନ ଉପରେ ବି ଏହିପରି ଶୁଭ ଅଶୁଭ ପ୍ରଭାବ ପଡ଼ିଥାଏ। ଜାତକର ସୂର୍ଯ୍ୟ ସ୍ଥାନ ଶୁଭ ସ୍ଥାନରେ ରହିଲେ ମନୁଷ୍ୟକୁ ସାମାଜିକ ଭରପୁର ମାନ ସମ୍ମାନ, ଯଶ ଓ ପ୍ରସିଦ୍ଧି ମିଳେ। କିନ୍ତୁ ଜାତକରେ ଯଦି ସୂର୍ଯ୍ୟଙ୍କର ଅଶୁଭ ସ୍ଥିତି ରହିଥାଏ, ତାହେଲେ ଏହାର ବିପରୀତ ପରିଣାମ ମିଳିଥାଏ। ସେଥିପାଇଁ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ କରିବାକୁ ହେଲେ ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ବିଷୟରେ କୁହାଯାଇଛି, ଯାହାକୁ ପାଣିରେ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। କିନ୍ତୁ ସାଙ୍ଗମାନେ, କିଛି ମନୁଷ୍ୟ ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ବହୁତ ଭୁଲ କରି ବସନ୍ତି। ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ମହତ୍ତ୍ୱପୂର୍ଣ୍ଣ ନିୟମ ପାଳନ କରନ୍ତି ନାହିଁ। ଭୁଲ ପଦ୍ଧତିରେ ଅର୍ଘ୍ୟ ଦେଇ ସୂର୍ଯ୍ୟଙ୍କୁ ଅପମାନିତ କରିବା ଉଚିତ ନୁହେଁ। ନଚେତ୍ ମନୁଷ୍ୟକୁ ଅନେକ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ ଏବଂ ଏଥିସହିତ କେବଳ ସୂର୍ଯ୍ୟଦେବଙ୍କୁ ଜଳ ଦେଲେ ଫଳପ୍ରାପ୍ତି ହୋଇନଥାଏ। ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ନିୟମର ପାଳନ କରି ସୂର୍ଯ୍ୟଦେବଙ୍କର ମନ୍ତ୍ର ଜପ କରିବା ବି ଆବଶ୍ୟକ ଅଟେ। ତାପରେ ଯାଇ ସୂର୍ଯ୍ୟଦେବଙ୍କୁ ଜଳ ଦେବାର ଫଳ ମନୁଷ୍ୟକୁ ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ଅସନ୍ତୁଷ୍ଟ ହେବା ପରେ ମନୁଷ୍ୟର ବୁଦ୍ଧି ନଷ୍ଟ ହୋଇଯାଇଥାଏ ଏବଂ ତାକୁ ଚାରିଆଡ଼େ ଅପମାନର ସାମ୍ନା କରିବାକୁ ପଡ଼ିଥାଏ। ଏହି ବ୍ୟକ୍ତିଙ୍କ ଆଖିରେ ରଶ୍ମି ଦୁର୍ବଳ ହେବାର ସମ୍ଭାବନା ରହିଥାଏ ଏବଂ ତାଙ୍କୁ ଉଚ୍ଛିଷ୍ଟ ଭୋଜନ ପ୍ରାପ୍ତ ହୋଇଥାଏ। ଫଳସ୍ୱରୂପ ବ୍ୟକ୍ତିର ବିଦ୍ୟା ନଷ୍ଟ ହୋଇଯାଇଥାଏ, ତାଙ୍କ ସ୍ମରଣ ଶକ୍ତି ଦୁର୍ବଳ ହୋଇଯାଇଥାଏ, ପିତା ପୁତ୍ର ମଧ୍ୟରେ ଅକାରଣରେ ବିବାଦ ହେବାକୁ ଲାଗିଥାଏ। ସୂର୍ଯ୍ୟଦେବ କ୍ରୋଧିତ ହେଲେ ସେ ବ୍ୟକ୍ତି ଉପରେ ଖରାପ ଦୋଷ ଲାଗିଥାଏ ଏବଂ ତା ହାତରେ ଅଜାଣତରେ ବହୁତ ଭୁଲ ହୋଇଯାଇଥାଏ। ସେଥିପାଇଁ ବ୍ୟକ୍ତି ଅନିଷ୍ଟ କାର୍ଯ୍ୟ କରି ସୂର୍ଯ୍ୟଦେବଙ୍କୁ କ୍ରୋଧିତ କରିବା ଉଚିତ ନୁହେଁ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବଶ୍ରୀ ନାରଦ, ସର୍ବପ୍ରଥମେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ସହିତ ଦେବାର ଅର୍ଥ ବିଷୟରେ କହୁଛି। ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ତାତ୍ପର୍ଯ୍ୟ ଏହା ଯେ ସୂର୍ଯ୍ୟଦେବଙ୍କୁ ଭକ୍ତି ଭାବରେ ଜଳ ଅର୍ପଣ କରିବା।
ଏହି ଜଳକୁ ଦୁଇ ହାତରେ ଅଞ୍ଜଳିକୁ ନେଇ କିମ୍ବା ପାତ୍ରରେ ଶୁଦ୍ଧ ଜଳ କରି ସୂର୍ଯ୍ୟଦେବଙ୍କୁ ସମର୍ପିତ କରନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ କି ଯଦି ହାତରେ ଅଞ୍ଜଳି ବନେଇ ସୂର୍ଯ୍ୟଦେବଙ୍କୁ ଜଳ ଦେଉଛନ୍ତି ତାହେଲେ ହାତର ତର୍ଜନୀ ଅଙ୍ଗୁଠିକୁ ଖୋଲିକି ରଖନ୍ତୁ। ତେବେ ଆମେ ତର୍ଜନୀ ଆଙ୍ଗୁଠିକୁ ଯୋଡ଼ିକି ରଖିବା ତାହେଲେ ଏହାକୁ ରାକ୍ଷସୀ ମୁଦ୍ରା କହନ୍ତି ଏବଂ ଏହି ମୁଦ୍ରାକୁ ସୂର୍ଯ୍ୟଦେବ ଅର୍ଘ୍ୟ ଦେବା ଅଶୁଭ ମନାଯାଏ। ଯଦି ପାତ୍ରରେ ଜଳ ଭରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଛନ୍ତି ତାହେଲେ ସେହି ହାତରେ ଦୁଇ ଆଙ୍ଗୁଳି ସ୍ପର୍ଶ ନ କରି ଏହି ଧ୍ୟାନ ରଖନ୍ତୁ ଯେ ଅର୍ଘ୍ୟ ଦେବା ସମୟରେ ନିଜ ଦୁଇ ହାତ ଉପରେ ଉଠାଇ ଦିଅନ୍ତୁ ଏବଂ ମୁଣ୍ଡ ତଳକୁ କରି ରଖନ୍ତୁ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ସର୍ବଦା ସୂର୍ଯ୍ୟୋଦୟ ସମୟରେ ଦେବା ଉଚିତ। ସୂର୍ଯ୍ୟ ଉଦୟ ହେବା ସୂର୍ଯ୍ୟଙ୍କର ଉପାସନା କରିବା ଶୁଭ ହୋଇଥାଏ। ସୂର୍ଯ୍ୟ ଉଦୟର 2 ଘଣ୍ଟା ପରେ ଅର୍ଘ୍ୟ ଦେବାର କୌଣସି ମୂଲ୍ୟ ନଥାଏ। ଯଦି କୌଣସି କାରଣବଶତଃ ଆପଣ ଅର୍ଘ୍ୟ ଦେଇପାରିନାହାନ୍ତି ତାହେଲେ 3 ଥର ଅର୍ଘ୍ୟ ଦେବାର ଜାଗାରେ 4 ଥର ଅର୍ଘ୍ୟ ଦିଅନ୍ତୁ। ସୂର୍ଯ୍ୟଦେବଙ୍କୁ କ୍ଷମା ମାଗି ନିଅନ୍ତୁ। ଏମିତି କରିବା ଦ୍ୱାରା ଦୋଷ କମ୍ ହୋଇଯାଇଥାଏ। ସୂର୍ଯ୍ୟଦେବଙ୍କୁ ଜଳପାତ୍ର ଦେବା ଉଚିତ। ତମ୍ବା ସୂର୍ଯ୍ୟଦେବଙ୍କର ପ୍ରିୟ ବୋଲି ମନାଯାଇଥାଏ। ସେଥିପାଇଁ ସୂର୍ଯ୍ୟଦେବଙ୍କୁ ଜଳ ଦେବା ପାଇଁ ତମ୍ବାର ପ୍ରୟୋଗ କରିବା ଉଚିତ। ଅନ୍ୟ ଧାତୁରେ କୌଣସି ପାତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଦେବାର କୌଣସି ଭଲ ଲାଭ ହୋଇନଥାଏ। ପରମାତ୍ମା ସୂର୍ଯ୍ୟଙ୍କୁ ଜଗତରେ ପ୍ରକାଶ କରିବା ପାଇଁ ସଞ୍ଚାଳନ କରିବା ପାଇଁ ନିଜର ତେଜରେ ଶରୀରକୁ ଜ୍ୟୋତି ପ୍ରଦାନ କରିବା ପାଇଁ ତଥା ଅନ୍ନ ପ୍ରଦାନ କରିଛନ୍ତି। ଏହି କାରଣରୁ ତମ୍ବା ପାତ୍ରରେ ରଖୁଥିବା ଜଳକୁ ପିଇବା ଦ୍ୱାରା ବ୍ୟକ୍ତିଙ୍କ ପେଟ ରୋଗରୁ ମୁକ୍ତି ମିଳିଥାଏ। ତମ୍ବା ପାତ୍ରରେ ଗଙ୍ଗାଜଳ କିମ୍ବା ପବିତ୍ର ନଦୀର ଜଳ କିମ୍ବା ଶୁଦ୍ଧ ଜଳରେ ପ୍ରୟୋଗ କରନ୍ତୁ। ମାତ୍ର ଖାଲି ଜଳରେ ଅର୍ଘ୍ୟ ଅର୍ପଣ କରିବା ଉଚିତ ନୁହେଁ। ଜଳପାତ୍ରରେ ଜଳ ସହିତ ନାଲି ଫୁଲ, ରକ୍ତଚନ୍ଦନ ଓ ଅକ୍ଷତ ନିଶ୍ଚିତ ରଖନ୍ତୁ। ଆପଣ ଚାହିଁଲେ ଜଳରେ ଅଳ୍ପ ଘିଅ, ମହୁ, କ୍ଷୀର ବା ଗୁଡ଼ ଇତ୍ୟାଦି ପକାଇ ପାରିବେ। ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ଉଚିତ ସମୟ ହେଉଛି ଅର୍ଥାତ୍ ପ୍ରାତଃକାଳରେ ସୂର୍ଯ୍ୟ ଲାଲ ରଙ୍ଗର ଦେଖାଯାଉଥିବା ସମୟରେ ଅର୍ଘ୍ୟ ଅର୍ପଣ କଲେ ସର୍ବଶ୍ରେଷ୍ଠ ଫଳ ମିଳିଥାଏ। ଯଦି କୌଣସି ମନୁଷ୍ୟ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ସଂକଳ୍ପ ନେଇଥାଏ ତାହେଲେ ତାକୁ କେବେ ବି ଭାଙ୍ଗିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ସୂର୍ଯ୍ୟଦେବଙ୍କୁ ଅସନ୍ତୁଷ୍ଟ ହୋଇଯାଆନ୍ତି। ସାଙ୍ଗମାନେ, ଭଗବାନ ଶ୍ରୀକୃଷ୍ଣ ସୂର୍ଯ୍ୟଦେବଙ୍କୁ ଜଳ ଦେବାର ମନ୍ତ୍ର ବିଷୟରେ କହିଲେ ଯାହାର ଉଚ୍ଚାରଣ ନିଶ୍ଚିତ ଭାବରେ କରିବା ଉଚିତ। ସେ ମନ୍ତ୍ର ଏହି ପ୍ରକାର ଅଟେ। ଓଁ ଘୃଣୀ ସୂର୍ଯ୍ୟାୟ ନମଃ। ଏହି ମନ୍ତ୍ରକୁ ଜପ କରନ୍ତୁ। ଏହି ମନ୍ତ୍ରକୁ ଉଚ୍ଚାରଣ କରି ସୂର୍ଯ୍ୟଦେବଙ୍କୁ ଜଳ ଦେବା ଦ୍ୱାରା ଦାରିଦ୍ର୍ୟତା ଅନ୍ତ ହୋଇଥାଏ ଏବଂ ସେହି ବ୍ୟକ୍ତିକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ପ୍ରଭୁ ଶ୍ରୀକୃଷ୍ଣ କହିଲେ, ହେ ଦେବଶ୍ରୀ ନାରଦ, ସୂର୍ଯ୍ୟଦେବଙ୍କର ମହିମା ଅପାରମପାର। ଏହାର ପ୍ରତିଦିନ ସମସ୍ତ ମନୁଷ୍ୟକୁ କୃତଜ୍ଞତା କରିଦେବା ଉଚିତ। କିନ୍ତୁ ମୁଖ୍ୟ ରୂପରେ ରବିବାରଟିକୁ ସୂର୍ଯ୍ୟଦେବଙ୍କର ଦିନ ମନାଯାଏ। ସେଥିପାଇଁ ଜାତକରେ ସୂର୍ଯ୍ୟଦୋଷ ଦୂର କରିବା ପାଇଁ ରବିବାର ଦିନ ବିଶେଷ ରୂପରେ ସୂର୍ଯ୍ୟଦେବତାଙ୍କର ଉପବାସ କରିବା ଉଚିତ। ସୂର୍ଯ୍ୟଦେବତା ସହିତ ଜଡ଼ିତ ବସ୍ତୁର ଦାନ କରିବା ଉଚିତ, ଯଥା ତମ୍ବା, ଗହମ, ଗୁଡ଼, ଚନ୍ଦନ କିମ୍ବା ହଳଦୀ ରଙ୍ଗର ବସ୍ତ୍ର ଇତ୍ୟାଦି। ଏହି ବସ୍ତୁକୁ ରବିବାର ଦିନ ଦାନ କରିବା ଦ୍ୱାରା ବ୍ୟକ୍ତିର ସବୁ ଦୁଃଖର ଅନ୍ତ ହୋଇଥାଏ। ଯଦି ବ୍ୟକ୍ତି ଅସୁସ୍ଥ କିମ୍ବା ଘରେ କିଛି ସୂତକ କିମ୍ବା ଅନ୍ୟ କିଛି ସମସ୍ୟା ଅଛି ଯେଉଁ କାରଣ ପାଇଁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇପାରୁନାହାନ୍ତି, ସେଥିପାଇଁ ଶାସ୍ତ୍ରରେ ମାନସ ପୂଜାର ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ନିଜ ମନ ଭିତରେ ହିଁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇପାରିବେ। ଏହା ଯଦି କୌଣସି କାରଣବଶତଃ ସୂର୍ଯ୍ୟଦେବଙ୍କୁ ଦେଖାଯାଉନାହାନ୍ତି ତେବେ ପୂର୍ବ ଦିଗରେ ଆଡ଼କୁ ମୁହଁ କରି ଅର୍ଘ୍ୟ ଦେଇପାରିବେ। କେବେ ବି ସୂର୍ଯ୍ୟଦେବଙ୍କର ଅର୍ଘ୍ୟ ଦେବାର ସଂକଳ୍ପ ଛାଡ଼ନ୍ତୁ ନାହିଁ। ସାଙ୍ଗମାନେ, ଏହିଭଳି ଭାବରେ ଶ୍ରୀକୃଷ୍ଣ ଦେବର୍ଷି ନାରଦଙ୍କୁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ବିଧି ଓ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ମନ୍ତ୍ର ବିଷୟରେ ସମ୍ପୂର୍ଣ୍ଣ ଉପରେ ଜଣାଇଦେଲେ। ସାଙ୍ଗମାନେ, ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଛି ପ୍ଲିଜ୍ ସାଙ୍ଗସାଥିମାନଙ୍କ ସହିତ ଆପଣଙ୍କ ପରିବାର ସହିତ ସେୟାର କରନ୍ତୁ। ମୋ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ଯଦି ମୋର କିଛି ଭୁଲ ଥାଏ ତେବେ କ୍ଷମା କରିବେ। କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖିବେ। ରହୁଛି, ନମସ୍କାର।